କହିଦେଲା ସେମିତି ହଉ ଚଳିବ। ଗୋପାଳପୁରର ଅଣ୍ଡରପାସ୍ ହେଇଛି ସେଠି ଲୋକେ ଯେଉଁ ଟ୍ରାଫିକ୍ ଯେଉଁଠି ନିଯୁକ୍ତ ହେଇଛନ୍ତି ନେତାଜୀଙ୍କର ଜନ୍ମ ଜୟନ୍ତୀ ଦିବସରେ ଆମେ ସଂଗ୍ରାମ ସମିତି କଟକ ସଦର ନିଆଳିର କିଛି ଅଞ୍ଚଳ ବାଙ୍କିର କିଛି ଅଞ୍ଚଳ ନେଇ ଗଢ଼ା ହେଇଥିବା ସଦସ୍ୟମାନେ ଯେଉଁମାନେ ଯୋଗଦାନ କରିଛନ୍ତି ସମସ୍ତଙ୍କୁ ସ୍ୱାଗତ କରୁଛି। ମୁଁ ଆଶା କରୁଛି ଅନ୍ୟମାନେ ସମସ୍ତେ ଆସିବେ ମିଟିଂ ଚାଲିଥିବା ଭିତରେ। ବର୍ତ୍ତମାନ 2025 ଆରମ୍ଭ ହେଲା, ସେଟା ଶେଷ। ୟା ପୂର୍ବରୁ ସଂଗ୍ରାମ ସମିତି ପ୍ରବଳ ଭାବେ ଆନ୍ଦୋଳନ କରିଥିଲା, ଧାରଣା ରାସ୍ତାରୋକ କରିଥିଲା ବିଭିନ୍ନ ପ୍ରକାର ଉନ୍ନତିମୂଳକ କାର୍ଯ୍ୟ ପାଇଁ, ଯାହାଫଳରେ ଜାତୀୟ ରାଜପଥ ପ୍ରାଧିକରଣ କିଛି ଜାଗାରେ ଆମ ଦାବି ଗ୍ରହଣ କରି ଅଣ୍ଡରପାସ୍ କରିଛନ୍ତି। ରେଲୱେ ମଧ୍ୟ ବାଲିକୁଦା ଉପରେ ଓଭରବ୍ରିଜ୍ କରିଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ ହାଇକୋର୍ଟ ବି ଅର୍ଡ଼ର ଦେଇଥିଲେ, ସୁପ୍ରିମକୋର୍ଟ ସେ ଆଦେଶକୁ କନଫର୍ମ କରିଥିଲେ, କିନ୍ତୁ ଏପର୍ଯ୍ୟନ୍ତ ଏ ପ୍ରୋଜେକ୍ଟ ସମ୍ପୂର୍ଣ୍ଣ ହେଲାନି। ଆପ୍ରୋଚ୍ ରୋଡ଼ ହେଇପାରିଲାନି। ଆପ୍ରୋଚ୍ ରୋଡ଼ ଆପଣମାନେ ସମସ୍ତେ ଲକ୍ଷ୍ୟ କରୁଥିବେ ଗୋପାଳପୁରରେ ହେଇଛି ଅଣ୍ଡରପାସ୍, ଆପ୍ରୋଚ୍ ରୋଡ଼ ନାହିଁ। ଯାହା ହଉ ବିଳମ୍ବରେ ଯେଉଁ କିଛି କାମ ଆମର ହୋଇଯାଇଛି। କିଛି ଆମର ଯେଉଁ ଫୁଲନଗରା ଇଏ ଭିତରେ ବଙ୍କୁକୁଟି ପାଖରେ ବସ୍ ଷ୍ଟପେଜ୍ ରହୁ, ବସ୍ ଷ୍ଟପେଜ୍ ହେବା ଦରକାର। ଆଉ ଗୋଟେ ହେଲା ଆମ ମାନେ ରାଜନୈତିକ ତରଫରୁ ଆମେ ଗାଁ ମିଳିପିଳି ଯାଉଛୁ ନା ମାଇପିଳି ଯାଉଛୁ। ଆମକୁ ନେଇଗଲେ ମ୍ୟୁନିସିପାଲିଟିରେ ଆମେ ଏକୁଳ ହେବୁ ନା ସେକୁଳ ହେବୁ। ମୁଁ ତାଙ୍କୁ ଏ ଓଡ଼ିଆ ନୂଆ ବର୍ଷରେ ତାଙ୍କୁ ବହୁତ ପ୍ରଣାମ ଜଣାଉଛି ଏବଂ ଅଭିନନ୍ଦନ। ଉପସ୍ଥିତ ଏ ଭାଇମାନେ ଆମକୁ ଟିକେ ଅଛନ୍ତି। ଆମର ପ୍ରମୋଦ ବାବୁ ଅଛନ୍ତି, ପୂର୍ବତନ ବିଜେପି ଦଳ ପ୍ରେସିଡେଣ୍ଟ, ଅନ୍ୟାନ୍ୟ ଦଳରୁ ଅଛନ୍ତି, ପ୍ରଭାତ ସିଂ ଅଛନ୍ତି ବାଲିକୁଦାର। ଆପଣ ନିଜ ନିଜ ବକ୍ତବ୍ୟ ରଖି ଦାବି କ'ଣ ଉପସ୍ଥାପନ କଲେ ଆମେ ସେଇ ଅନୁସାରେ ଆମେ ରହିବୁ। ଆମର ଅଲ୍ ଇଣ୍ଡିଆ ବୁଲୁଛନ୍ତି ସରକାରୀ ଖର୍ଚ୍ଚ ସବୁଆଡ଼େ ଯାଇକି ସଂସ୍କୃତି ଉପରେ ଆମର ମହାସଚିବ ନିମିବାବୁ ସେ ତାଙ୍କର ସଂକ୍ଷିପ୍ତ ବକ୍ତବ୍ୟ ନିଜେ ନେଇ ହାତ ନେଇ ଚଳାନ୍ତି, ତାହେଲେ ଚାଷୀମାନେ ଉପକୃତ ହେବେ। ଆଉ ଆପଣମାନେ ତ ବସିଛନ୍ତି, ବହୁତ ବିଜ୍ଞ ଲୋକ ଆସିଛନ୍ତି। ସବୁ ହେବ ଇଲେକ୍ଟ୍ରିକ୍ ମିଳିବନି, ସେ ବନ୍ଦ ହେଇ ରହିବ। କିନ୍ତୁ ଆମର ସବୁ ଡିଜାଇନରେ ହେବ, ସବୁ ପ୍ରାଇଭେଟ୍ ଲୋକ କରିବ। ST ST ପାଇଁ 60% ସୁବିଧା ଦେବେ। ଥିଲା ପତ୍ତାମୁଣ୍ଡାକୁ ସବୁ ଡିଜାଇନ୍ ସେ ଜାଗା ଖାଲି ପଡ଼ିଛି, ସେ 20% ବନ୍ଦ ହେଇଗଲାଣି। ସେଠି ଗୋଟେ ଶିଳ୍ପ କରନ୍ତୁ, ସେଠି ଶିଳ୍ପ କରନ୍ତୁ, ତାହେଲେ ଆମର ସଦର ଲୋକମାନେ ନିଯୁକ୍ତି ପାଇବେ। ଦୁଇଟା ଯାକ ମେଡ଼ିକାଲ ଉନ୍ନତ ଧରଣର ମେଡ଼ିକାଲ ଲୋକ ସେଇଠି ଚିକିତ୍ସା ପାଇବ। ବଡ଼ ମେଡ଼ିକାଲ କାହିଁକି ଯିବ? ଗାନ୍ଧୀ ପୀଠରେ ତେଲେଙ୍ଗାପେଟରେ ଗୋଟେ ମେଡ଼ିକାଲ, ମଝି ଅଞ୍ଚଳରେ ଆଉ ବୟସ ଲୋକ ଆପଣ ଲକ୍ଷ୍ୟ କରୁଥିବେ କଟକ ସହରରେ ଯିଏ ଯେଉଁଠି ହାତ ଟେକି ଦେଉଛି ବସ ରହିଯାଉଛି। କାଠ ଯୋଡ଼ିକି ଜଳ ଛଡ଼ା ହେଉନି, ସବୁ ମହାନଦୀ। ତେଣୁ କାଠ ଯୋଡ଼ିରେ ଯେଉଁ ଜଳ ଯାଉଛି ସେ କେବଳ ନର୍ଦ୍ଦମା। ଯଦି ଗୋଡ଼ ବୁଡ଼େଇ ଦେବେ ଆପଣ ବର୍ଷେ କିଛି। ସଂଗ୍ରାମ ସମିତି କଟକ ସଦର ନିଆଳି ବାଙ୍କିର କିଛି ପୁରା କଟକ ସଦର ବାଙ୍କିର କିଛି ଅଞ୍ଚଳ ନିଆଳିର କିଛି ଅଞ୍ଚଳ ନେଇ ଗଢ଼ା ହେଇଥିଲା। 1997ରେ ଗଢ଼ା ହେଇଥିଲା। ଆମର ଲକ୍ଷ୍ୟ ଥିଲା କେବଳ ବିକାଶ, ରାସ୍ତାଘାଟର ବିକାଶ, ପୋଲ ଇତ୍ୟାଦି ଏଇସବୁ ପାଇଁ ଆମେ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ ଲଗାଇ ରଖିଲୁ। ଯାହାଫଳରେ କି ଜାତୀୟ ରାଜପଥ ପ୍ରାଧିକରଣ ଯେଉଁ ନେଲେ ରାସ୍ତା, ସେ ଆମ ଏ ଭିତରେ ଫୁଲନଗରାଠୁ ଗୋପାଳପୁର ଭିତରେ କୌଣସି ଜାଗାରେ ତାଙ୍କର ଅଣ୍ଡରପାସ୍ ବା ଓଭର ବ୍ରିଜ୍ ନଥିଲା। ବାଲିକୁଦା ଛକରେ ଯେଉଁ ଟ୍ରେନ୍ କ୍ରସିଂ ସେଠି ବି ନଥିଲା। ସେଥିପାଇଁ ଆନ୍ଦୋଳନ କଲୁ। ଏବେ କରି ଧାରଣା ଦେଇଛୁ, ରାସ୍ତା ରୋକ କରିଛୁ, କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କଲୁ। ସଭା ଶେଷରେ ହାଇକୋର୍ଟକୁ ଦ୍ୱାରସ୍ଥ ହେଲୁ। ହାଇକୋର୍ଟ ଗୋଟେ ଅର୍ଡ଼ର ଦେଲେ ଛପର ଫାଡ଼ିକିରି ସବୁ କରିବାକୁ। ହାଇକୋର୍ଟ ଦେଲା ପରେ ଜାତୀୟ ରାଜପଥ ବାଲା ଯାଇ ସୁପ୍ରିମକୋର୍ଟକୁ ଗଲେ। ସୁପ୍ରିମକୋର୍ଟ ହାଇକୋର୍ଟ ଆଦେଶ ଉପରେ ଆଉ ହସ୍ତକ୍ଷେପ କଲେନି, କହିଲେ ନାଇଁ, ଆଉ ଏଣ୍ଟରଟେନ୍ କଲେନି ତାଙ୍କ SLPଟାକୁ।
तुम जदि जहाँ कह आज हाइकोर्ट को से पुणी हाइकोर्ट को आसिले हाइकोर्ट कथा रिजेक्ट करदेला जहाँफल कि आमर तेलंगापेट अंडरपास है गोपालपुर अंडरपास है प्रताप नगर है नुआगढ़ है आप्रोच रोड थोड़ा है थोड़े बाकी रखिदे आउ गोटे अंडरपास हवा कथा हाइकोर्ट निर्देश देती से को करना आमर यही सब कार्यक्रम आज जो डकाही आज नुआ वर्षर 25 मसीह आज नेताजी सुभाष जयंती रे आम डाकिचु आमर अनुष्ठान तरफ सुभाष प्रति श्रद्धांजलि ज्ञापन कर द्वितीय कथा आज आमर जो दाबी आउ नुआ वर्ष दाबी संक्षेप समस्त गोटे शुणिला से भली भाव में आम प्रोसीड करूँ यहाँ है आमर आज कार्यक्रम मुझे संग्राम सेंटर प्रेसिडेंट अच्छी मु एडवोकेट केशव चंद्र कर कटक सदर संग्राम समितिर कार्यकारी सभापति आम संग्राम समिति माध्यम आम अंचल कटक सदर अंचल बांकी एवं निराली निर्वाचन मंडली तीनोटी निर्वाचन मंडलीर विभिन्न मौलिक समस्या संपर्क आलोचना कलु एथिरे आपणकर जहाँ आमर सभापति कहले हाईकोर्ट निर्देश सत्वे सुप्रीमकोर्ट निर्देश सत्वे जो राजमार्ग जो प्रशस्तीकरण विभाग जो नेशनल हाईवे डिपार्टमेंट से तांकर कार्य करना ठीक भाव में से संपर्क आलोचना है एवं आमर काठजोड़ी सिडुआ कुआखाई तीनटा नदी आम कटक सदर मध्य प्रभावित विशेष भाव में काठजोड़ी कुआखाई तार जल बारंबार प्रदूषित होची बर्तमान खानगर पाखु होता प्रदूषित जल कटक सहर आसला निष्कासित होता बर्तमान नेताजी बस स्टैंड पाखु किसी प्रदूषित जल आउची सेटा आम दाबी जे विशोधन कर छड़ा जाऊ एवं प्रदूषण जल छाड़ा फल आम कटक सदर अंचल जो मैंने अधिवासी से एवं गाई गोरु सहित से पानी पीकी बहुत रोगाग्रस्त होती तेणु सहीटा को तुरंत बंद करने एवं मुंडली पाखु कंटिन्यूअस पानी आम दुईटी नदी में छड़ा जाऊ कंटिन्यूअस पानी न छाड़ा फल जल बिना आम अंचल ग्राउंड वाटर रिचार्ज हो पानी एवं जल कष्ट अंचलवासी भोगुन दीर्घ दिन धरिकी तेणु से तार समस्या एवं 42 मौजा अंचल कुरांग प्रधान अंचल एवं प्रतापनगर अंचल पर्याप्त सरकारी जमी थिले मध्य सेगुड़ाक सरकार इंडस्ट्रियलाइजेशन करिया दरकार जहाँफल स्थानीय युवक मैंने निजुक्ति पाइपर एवं गोटे होम पाइप कारखाना दीर्घ दिन बंद हो पड़ी प्रतापनगर एवं वाल्मीकि एवं पुनरुद्धार करा गोटे विराट बड़ संस्था जोटा आगुरी चलूला से बंद हो पड़ी तेणु ता विषय में आलोचना करागला एवं कटक सदर अंचल शिक्षा स्वास्थ्य सबु संपर्क में आम बेणकार जो आमर डाक्तरखाना अच्छी जो प्राइमरी हेल्थ सेंटर सेटा को डाक्तरखाना परिणत करवा एवं अचल होता कोल्ड स्टोरेज गोटे 42 मौजा एवं गोटे ब्राह्मण झरलो ये चाषी मान उन्नति से दुईटी शीतल भंडार को तुरंत कार्यक्षम करवा यही सब विषय आम आलोचना होता।